ପାଖକୁ ଆସିବି ଆମଙ୍କର ପ୍ରଭୁଙ୍କର ଶିକ୍ଷା ବାକ୍ୟ ଦ୍ୱାରା ଆମକୁ ଆଗକୁ ପଢ଼େଇବେ। ଆମେ ସମସ୍ତେ କରିପାରିବୁ ନାହିଁ। ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କର ନାମ ଗୌରବ ହେଉ। ମୁଁ ସର୍ବପ୍ରଥମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ମୋତେ ଏହି ସୁନ୍ଦର ସୁଯୋଗ ଦେଇଥିବାରୁ। ତା ସହିତ ପ୍ରଭୁଙ୍କର ଦାସକୁ ମଧ୍ୟ ଧନ୍ୟବାଦ ଦିଏ। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ପ୍ରଭୁଙ୍କର ଦାସମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରେଜ୍ ଦ ଲର୍ଡ ଜଣାଏ। ଆଉ ବିଳମ୍ବ କରିବା ନାହିଁ, ଆମେ ବିଳମ୍ବରେ ଅଛୁ। ଆଉ ଡେରି ନ କରି ଆମେ ସିଧାସଳଖ ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଶିଖିବା ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ଜଣେ ବ୍ୟକ୍ତି କ'ଣ କରିବା ଆବଶ୍ୟକ। ଯଦି ଅନ୍ୟ ପ୍ରକାର ଭାବରେ ଆମେ କହିବା, ପିତାଙ୍କ ନିକଟକୁ ବା ଈଶ୍ୱରଙ୍କ ରାଜ୍ୟକୁ ଯିବା ପାଇଁ କ'ଣ କ'ଣ କରିବା ଆବଶ୍ୟକ, ସେହି ବିଷୟକୁ ଆମେ ଦେଖିବା। ମୁଁ 3-4 ଗୋଟି ବିଷୟ କଥା କହିକି ମୁଁ ସମାପ୍ତ କରିବି। ଆପଣମାନେ କୁହନ୍ତୁ, କ'ଣ କଲେ ଜଣେ ବ୍ୟକ୍ତି ଅନନ୍ତ ଜୀବନ ପାଇବ? ଯାହା ମାନେ ମନରେ ଆସୁଛି ତାହା କୁହନ୍ତୁ। ଜଣେ ମଧ୍ୟ କିଏ ହେଲେ ବି। ଭାଇ ଆଜ୍ଞା ମାନେ କ'ଣ କହିଲେ? ଧାର୍ମିକତା। ହଉ, ସେଇଟା ବି ଠିକ୍ ଅଛି ପ୍ରଭୁଙ୍କର ବାକ୍ୟ ଅନୁସାରେ। ହଉ ଠିକ୍ ଅଛି, ଆମେ ଆଗକୁ ଯିବା। ତ ଏମିତି ପ୍ରଶ୍ନ ପଚାରିଲେ ଆପଣମାନେ କହୁନାହାନ୍ତି, ମୁଁ ଜାଣିଛି ଆପଣମାନେ ଜାଣିଛନ୍ତି। ପ୍ରଶ୍ନ ପଚାରିଲେ ଅନେକ ପ୍ରକାର ଉତ୍ତର ଦେବେ। କିଏ କହିବ ପ୍ରଭୁଙ୍କ ଠାରେ ଆମେ ବିଶ୍ୱାସ କରିବା, କିଏ କହିବ ଆମେ ଯୀଶୁଙ୍କୁ ଗ୍ରହଣ କରିବା, ଆଉ ତ କିଏ କହୁଥିବ ଆମେ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ ଚାଲିବା। ତ ଏହିପରି ଅନେକ ଉତ୍ତର ଥିବ। ତ ଆମ୍ଭେମାନେ ଆଜି ଦେଖିବା ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ କ'ଣ କ'ଣ କରିବା ଆବଶ୍ୟକ। ପ୍ରଥମ ବିଷୟ, ଫାଷ୍ଟ ବିଷୟ ଆମେ ଦେଖିବା ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବ। ଜଣେ ମନୁଷ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବ। ଆମେ ସମସ୍ତେ ଜାଣିଛୁ ଯୋହନ 3:16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ କାଠାରେ ଯୀଶୁଙ୍କଠାରେ ବିଶ୍ୱାସ କରିବ ସିଏ ପରିତ୍ରାଣ ପାଇବ। କିଏ ପରିତ୍ରାଣ ପାଇବ? ଯିଏ ଯୀଶୁଙ୍କଠାରେ ବିଶ୍ୱାସ କରିବ ସିଏ ପରିତ୍ରାଣ ପାଇବ। ହାଲେଲୁୟା। ଆମେ ଦେଖିବା ଯୀଶୁଙ୍କୁ ତ ବିଶ୍ୱାସ କରିବ, କିନ୍ତୁ କ'ଣ ବୋଲି ବିଶ୍ୱାସ କରିବ? ହାଲେଲୁୟା। ଆମେ ବାହାର କରିବା ରୋମିଓ 10 ପର୍ବ 10-9 ପଢ଼ନ୍ତୁ। ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ହାଲେଲୁୟା। ହାଲେଲୁୟା। ଏଠି ଲେଖା ଅଛି, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ଆମେ ପ୍ରଥମ ବିଷୟ ତ ଯୀଶୁଙ୍କୁ ନିଜ ମୁଖରେ ନିଜ ପାଟି ଦ୍ୱାରା ଆମ୍ଭେମାନେ ସ୍ୱୀକାର କରିବାର ଅଛି। ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଏହା ହୃଦୟରେ ବିଶ୍ୱାସ କରିବାର ଅଛି। କେମିତି ବିଶ୍ୱାସ କରିବା? ହୃଦୟର ସହିତ ବିଶ୍ୱାସ କରିବା। ଯୀଶୁଙ୍କୁ
ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି, ଏହା ହୃଦୟରେ ବିଶ୍ୱାସ କରିବା ଆଉ ଯୀଶୁଙ୍କୁ ପ୍ରଭୁ ବୋଲି ପାଟିରେ ସ୍ୱୀକାର କରିବା। ହାଲେଲୁୟା। ଏହା ଯଦି ଆମ୍ଭେମାନେ ବିଶ୍ୱାସ କରିବା ଆଉ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବା ତେବେ ପରିତ୍ରାଣ ପ୍ରାପ୍ତ ହେବା। ହାଲେଲୁୟା। ତ ଆମେ ଯଦି ଦେଖିବା ବାଇବଲରେ ପ୍ରେରିତ ଟିକେ ବାହାର କରନ୍ତୁ 16 ପର୍ବ। ଆଉ ଯେତେବେଳେ କାରାରକ୍ଷକ ପାଉଲ ଆଉ ସିଲା ଆଉ ବାକି ଯେଉଁମାନେ ବନ୍ଦୀରେ ଥିଲେ ସେମାନେ ପଳାଇ ଯାଇ ଅଛନ୍ତି ବୋଲି ମନେ କରୁଥିଲା। ସେହି ସମୟରେ ସେ ସୁଇସାଇଡ୍ କରିବା ପାଇଁ, ଆତ୍ମହତ୍ୟା କରିବା ପାଇଁ ଡିସାଇଡ୍ କରୁଥିଲା। ସେତେବେଳେ ପାଉଲ ତାହାଙ୍କୁ ଅଟକାଇଲେ। ସେହି ସମୟରେ ସେ ବ୍ୟକ୍ତି ପଚାରୁଛି, ପରିତ୍ରାଣ ପାଇବା ପାଇଁ ମୁଁ କ'ଣ କରିବି? ଟିକେ ପଢ଼ନ୍ତୁ 16:30-31। ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? ମହାଶୟମାନେ ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? ଏଇଟା କାରାରକ୍ଷକ ପଚାରୁଛି ତଳକୁ। ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହା ହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। କାହାଠାରେ ବିଶ୍ୱାସ କର? ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହା ହେଲେ ତୁମ୍ଭେ ସପରିବାର ପରିତ୍ରାଣ ପାଇବ। ତା ମାନେ ପରିତ୍ରାଣ ପାଇବାକୁ ହେଲେ ପ୍ରଥମ ବିଷୟ ହେଉଛି ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଆବଶ୍ୟକ। ସେଥିପାଇଁ ଏଠି ପାଉଲ କହୁଛନ୍ତି ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ସପରିବାର ପରିତ୍ରାଣ ପ୍ରାପ୍ତ ହେବ। ଆପଣ ଯଦି ତଳକୁ ତଳକୁ ପଢ଼ିବେ ତାହେଲେ ସେଠି ଦେଖିବେ ପାଉଲ ସେମାନଙ୍କୁ ଯେମିତି କହିଲେ ସେମାନେ ସପରିବାର ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଛନ୍ତି ଆଉ ବାପ୍ତିଜିତ ହେଉଛନ୍ତି ଆଉ ସପରିବାର ସେମାନେ ପରିତ୍ରାଣ ପାଉଛନ୍ତି। ହାଲେଲୁୟା। ତ ଆମ୍ଭେମାନେ ଫାଷ୍ଟ ବିଷୟ ଦେଖିଲୁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଆବଶ୍ୟକ। କେବଳ ଯୀଶୁଙ୍କ ଠାରେ ବିଶ୍ୱାସ କଲେ ହେବ କି? ଆମେ ଯଦି ଦେଖିବା, ମୁଁ ପ୍ରଥମରେ ଗୋଟେ ଉଦାହରଣ ଦେବି। ତ କାହିଁକି କେବଳ ବିଶ୍ୱାସ କଲେ ହିଁ ଆମେ ପରିତ୍ରାଣ ପାଇପାରିବା ନାହିଁ? ଦେଖ, ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ପଥର, ଇଟା, ବାଲି, ସିମେଣ୍ଟ ଏବଂ ରଡ୍ ଆବଶ୍ୟକ। ଗୃହ ନିର୍ମାଣ କରିବା ପାଇଁ ପଥର ଇଟାକୁ ଛାଡ଼ିକି କେବଳ ବାଲି, ସିମେଣ୍ଟ, ରଡ୍ରେ ଗୃହ ନିର୍ମାଣ ହେବ ନାହିଁ, କିମ୍ବା ରଡ୍, ବାଲି, ଇଟା ଛାଡ଼ିକି କେବଳ ପଥର, ସିମେଣ୍ଟରେ ଗୃହ ନିର୍ମାଣ ହେବ ନାହିଁ। ଏହି ସବୁ ବିଷୟ ନିହାତି ଆବଶ୍ୟକ, ତାହେଲେ ଯାଇ ଗୋଟିଏ ଗୃହ ନିର୍ମାଣ ହେଇପାରିବ। ଠିକ୍ ସେହିପରି ଅନନ୍ତ ଜୀବନ ପାଇବାକୁ ହେଲେ କେବଳ ଯୀଶୁଙ୍କ ଠାରେ ବିଶ୍ୱାସ କଲେ ହେବ ନାହିଁ। ଆଉ ଯଦି ଦେଖିବା ଆମେ, ଯେତେବେଳେ ଆମେ ଚିକେନ ବନାଉଛୁ, କାଲି ଚିକେନ ଖାଇଲୁ ଆମେ ଦିଲ୍ଲୀପ ଆଜ୍ଞା ଘରେ, ସେଥିପାଇଁ ମନେ ପକେଇଲି। ଚିକେନ ବନେଇବା ପାଇଁ କେବଳ ସେଟା ଚିକେନକୁ ପକେଇ ଦେଇକି ପାଣି ପକେଇଦେଲେ ହେବ ନାହିଁ। ହେବ କିନ୍ତୁ ଟେଷ୍ଟ ଲାଗିବ ନାହିଁ। ସେଠି ଚିକେନରେ କେତେ ପ୍ରକାର ମସଲା ପଡୁଛି। କେବଳ ସେତିକି ନୁହେଁ, ଲୁଣ ପଡୁଛି, ହଳଦୀ ପଡୁଛି। ଲୁଣ ହଳଦୀକୁ ଛାଡ଼ିକି କେବଳ ମସଲା, ଭଲ ଭଲ ମସଲା ଦେଇକି ବନେଇଲେ ହେବ ନାହିଁ। ସେଟା ଦେଖାଯିବ ଭଲ କିନ୍ତୁ ଟେଷ୍ଟ ଲାଗିବ ନାହିଁ। ହାଲେଲୁୟା। ସେମିତି ଆମେ ମଧ୍ୟ ପରିତ୍ରାଣ ପାଇବାକୁ ହେଲେ, ଅନନ୍ତ ଜୀବନ ପାଇବାକୁ ହେଲେ କେବଳ ଯୀଶୁଙ୍କ ଠାରେ ବିଶ୍ୱାସ କଲେ ହେବ ନାହିଁ। ନିହାତି ଆମେ ଯୀଶୁଙ୍କ ଠାରେ ବିଶ୍ୱାସ କରିବା, ଏଟା ଫାଷ୍ଟ ବିଷୟ। ଦ୍ୱିତୀୟ ବିଷୟ ହେଲା ପ୍ରଭୁଙ୍କ ଠାରେ ଆମେ ପ୍ରାର୍ଥନା କରିବା। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା କରିବା। ବା ଆମେ ପଢିବା ସେଇ ରୋମିଓ 10:13 ପଦ ପଢନ୍ତୁ। କାରଣ ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ ସେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଯିଏ ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ ସିଏ ପରିତ୍ରାଣ ପ୍ରାପ୍ତ ହେବ। ଏଠି ଲେଖାଯାଏ ନାହିଁ କି ଯେ ପ୍ରଭୁଙ୍କ ନାମ ଧରିକି ଅନ୍ୟ ଜଣକୁ ପ୍ରାର୍ଥନା କରେଇବ ସେ ପରିତ୍ରାଣ ପାଇବ, ଏହା ଲେଖାଯାଉ ନାହିଁ। ହଁ, ନିଶ୍ଚିନ୍ତ ଆମେ ସୁସ୍ଥତା ପାଇଁ ଅନ୍ୟ ଜଣକୁ ପ୍ରାର୍ଥନା କରେଇବା ପାଇଁ କହିବା। ମୋର ଏଟା ସମସ୍ୟା ହେଇଛି, ମୋର ଏଟା ରୋଗ ଅଛି, ଟିକେ ପ୍ରାର୍ଥନା କରିଦିଅ। ଲୋକମାନେ ପ୍ରାର୍ଥନା କରିବେ, ଆମର ରୋଗ ସୁସ୍ଥ ହେବ। କିନ୍ତୁ ପରିତ୍ରାଣ ପାଇବାକୁ ହେଲେ, ଆମ୍ଭେମାନେ ଅନନ୍ତ ଜୀବନ ପାଇବାକୁ ହେଲେ ଅନ୍ୟ ଜଣକୁ ପ୍ରାର୍ଥନା କରାଇଲେ ହେବ ନାହିଁ। କି ମୋ ପାଇଁ ପ୍ରାର୍ଥନା କର,
ମୁଁ ଅନନ୍ତ ଜୀବନ ପାଇବି। ସେମିତି ନୁହେଁ। ଦେଖନ୍ତୁ, ଜଣେ ବ୍ୟକ୍ତି ପାପ କଲା, ସେ ଅନ୍ୟ ଜଣକୁ ପ୍ରାର୍ଥନା କରିବା ପାଇଁ କହିବ, ମୁଁ ଏହି ପାପ କରିଛି, ମୋ ପାଇଁ ତୁମେ କ୍ଷମା ମାଗ। ଯଦି ଅନ୍ୟ ଜଣେ ସେ କ୍ଷମା ମାଗିବ, କିନ୍ତୁ ଏ ପାପ କରିଥିବା ବ୍ୟକ୍ତି ସ୍ୱୀକାର କରୁନଥିବ, ତାହେଲେ ପ୍ରଭୁ କ୍ଷମା କରିବେ କି? ନାଇଁ, ସେ ନିଜେ ସ୍ୱୀକାର କରିବାର ଅଛି। ସେ ନିଜେ ଭୁଲ କରିଥିବାଟା ସେ ସ୍ୱୀକାର କରିବାର ଅଛି, ସେ ଅନୁତାପ କରିବାର ଅଛି, ପ୍ରଭୁଙ୍କୁ କହିବାର ଅଛି ମୁଁ ଏ ଭୁଲ କରିଛି, ମୋତେ କ୍ଷମା କର। ତାହେଲେ ହିଁ ସିଏ ପରିତ୍ରାଣ ପାଇବ। କିନ୍ତୁ ଅନ୍ୟ ଜଣକୁ କହିବ ମୋ ପାଇଁ ପ୍ରାର୍ଥନା କର ଯୀଶୁଙ୍କ ନାମରେ, ସେଇଟା ହବ ନାହିଁ। ଆମ୍ଭେମାନେ ତାହାଙ୍କ ନିକଟକୁ ଯିବା ପାଇଁ ସାହସ ପ୍ରାପ୍ତ ହେଇଅଛୁ। ପୁରାତନ ନିୟମରେ, ବ୍ୟବସ୍ଥା ସମୟରେ, ସେହି ସମୟରେ ପ୍ରଭୁଙ୍କ ନିକଟକୁ ଯିବା ପାଇଁ ହେଲେ ଜଣେ ଯାଜକ ପାଖକୁ ଯାଉଥିଲେ। କାହିଁକି ନା ସେଠିକି ଯଦି ଅପବିତ୍ର ବ୍ୟକ୍ତି ସେଠିକି ପ୍ରବେଶ କରିବ, ସେ ପବିତ୍ର ମନ୍ଦିରକୁ, ସେ ପବିତ୍ର ସ୍ଥାନକୁ, ମହାପବିତ୍ର ସ୍ଥାନକୁ, ତାହେଲେ ଯଦି ପାପ କରିଛି ତାହେଲେ ସିଏ ମରିଯିବ। ସେଥିପାଇଁ ସେମାନେ ଯାଜକ ପାଖକୁ ଯାଉଥିଲେ। ଯାଜକ ସେମାନଙ୍କର ପାପ ବଳିକୁ ଉତ୍ସର୍ଗ କରୁଥିଲେ, ଆଉ ରକ୍ତକୁ ନେଇକି ଭିତରେ ମାନେ ଏମିତି ଛିଞ୍ଚେଇବା ପାଇଁ ଯାଉଥିଲେ। କିନ୍ତୁ ନୂତନ ନିୟମରେ ସେମିତି ନାହିଁ। ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ବିଷୟକୁ ବିଭକ୍ତ କରିଛନ୍ତି। ଯେତେବେଳେ କାଲବରୀ କ୍ରୁଶରେ ଝୁଲିଲେ, ଆପଣମାନେ ଜାଣିଥିବେ ମନ୍ଦିରର ବିଚ୍ଛେଦ ବସ୍ତ୍ର ଦୁଇ ଭାଗ ହେଲା ବୋଲି ଜାଣିଥିବେ। ଯେତେବେଳେ ମନ୍ଦିରର ବିଚ୍ଛେଦ ବସ୍ତ୍ର ଦୁଇ ଭାଗ ହେଲା, ସେତେବେଳେ ଆମ୍ଭେମାନେ ସେହି ଯୋଉଠି ଦୁଇ ଭାଗ ହେଲା ସେଠି ଆମ୍ଭେମାନେ ପ୍ରବେଶ କରିପାରୁଛୁ। ହାଲେଲୁୟା। ସେଥିପାଇଁ ଆମ୍ଭେମାନେ ପ୍ରାର୍ଥନା କରିବା ପାଇଁ, ନିଜର ଭୁଲକୁ ସ୍ୱୀକାର କରିବା ପାଇଁ, ଅନୁତାପ କରିବା ପାଇଁ ଆମ୍ଭେମାନେ ଅନ୍ୟ ଜଣକୁ କହିବା ଆବଶ୍ୟକ ନାହିଁ। ଆମ୍ଭେମାନେ ନିଜେ ହିଁ ଭୁଲକୁ ସ୍ୱୀକାର କରିବା, ନିଜେ ଅନୁତାପ କରିବା, ନିଜେ ପ୍ରଭୁଙ୍କ ନାମରେ, ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଆବଶ୍ୟକ। ତାହେଲେ ଆମେ ପରିତ୍ରାଣ ପ୍ରାପ୍ତ ହେବା। ହାଲେଲୁୟା। ଆଉ ଗୋଟେ ପଦ ପଢନ୍ତୁ, ପ୍ରେରିତ 2:21 ପଦ। ଆଉ ଏପରି ଘଟିବ ଯେ ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ପରିତ୍ରାଣ ପାଇବ। ହାଲେଲୁୟା। ହାଲେଲୁୟା। ଏଠି ମଧ୍ୟ ପିତର ପ୍ରଚାର କରୁଛନ୍ତି, ଯେ କେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ ସିଏ ହିଁ ପରିତ୍ରାଣ ପାଇବ। ଯେ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରାଇଲା ସିଏ ପରିତ୍ରାଣ ପାଇବ ନାହିଁ। ସୁସ୍ଥତା ପାଇବ କିନ୍ତୁ ପରିତ୍ରାଣ ପାଇବ ନାହିଁ। ତ ଆମ୍ଭେମାନେ ଶୀଘ୍ର ଆଗକୁ ଯିବା। ଆମେ ଫାଷ୍ଟ ବିଷୟ ଦେଖିଲୁ ଯୀଶୁଙ୍କ ଠାରେ ବିଶ୍ୱାସ କରିବା, ଆଉ ଦ୍ୱିତୀୟ ବିଷୟ ହେଲା ଆମେ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବା। ପ୍ରେଜ୍ ଦ ଲର୍ଡ। ଆଉ ତୃତୀୟ ବିଷୟ ଦେଖିବା, ଆମେ ବାହାର କରିବା ଆମେ ମାର୍କ ଲିଖିତ ସୁସମାଚାର 16:16। ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ, କିନ୍ତୁ ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସିଏ ପରିତ୍ରାଣ ପାଇବ। ହଁ, ତାପରେ କିନ୍ତୁ ଯେ ଅବିଶ୍ୱାସ କରେ କିନ୍ତୁ ଯେ ଅବିଶ୍ୱାସ କରେ ସେ ଦଣ୍ଡାଜ୍ଞା ପାଇବ। ସେ ଦଣ୍ଡାଜ୍ଞା ପାଇବ। ସେ ପରିତ୍ରାଣ ପାଇବ ନାହିଁ, ଦଣ୍ଡାଜ୍ଞା ପାଇବ। କିଏ ପରିତ୍ରାଣ ପାଇବ? ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେହି ମାନେ ହିଁ ପରିତ୍ରାଣ ପାଇବେ। ହାଲେଲୁୟା। ଆମେ ଜାଣିଛୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଥିଲେ, ସେହି ସମୟରେ ନିକୋଦିମ ବ୍ୟକ୍ତି ବୋଲିକି ଜଣେ ଥିଲେ, ଯେ କି ଇସ୍ରାଏଲର ନେତା। ସେତେବେଳେ ଯୀଶୁ କହୁଛନ୍ତି ତାହାଙ୍କୁ, ପୁନର୍ବାର ଜନ୍ମ ନ ହେଲେ ତୁମେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ। ସେତେବେଳେ ସେହି ବ୍ୟକ୍ତି ପଚାରୁଛି, ବୃଦ୍ଧ ହେଲେ କ'ଣ ଆଉ ଥରେ ମାତାର ଉଦରରେ ପ୍ରବେଶ କରି ସେ କ'ଣ ଆଉ ଥରେ ଜନ୍ମ ହେଇପାରିବ କି? ସେତେବେଳେ ଯୀଶୁ କହୁଛନ୍ତି, ତୁମ୍ଭେ ଜଣେ ଇସ୍ରାଏଲର ନେତା ହେଇ ସୁଦ୍ଧା କିପରି ଏହି ବିଷୟ ବୁଝିପାରୁନାହଁ? ସେତେବେଳେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ୟ ସତ୍ୟ କହୁଛି, ଆତ୍ମା ଜଳରେ ପୁନର୍ବାର ନ ଜନ୍ମ ହେଲେ ତୁମେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ। ହାଲେଲୁୟା। ସେଟା ମୁଁ ପଢିବା ପାଇଁ କହୁନାହିଁ, ତ ଆଗକୁ ଆମେ ଦେଖିବା। ତୃତୀୟ ବିଷୟ ହେଲା କ'ଣ? ବାପ୍ତିଜିତ ହେବା ଦରକାର। ବାପ୍ତିଜିତ ହେଲେ ହିଁ ସ୍ୱର୍ଗ ରାଜ୍ୟକୁ ଯାଇପାରିବ। ହାଲେଲୁୟା। ଟିକେ ପଢିବା, ବାହାର କରନ୍ତୁ 3 ପର୍ବକୁ ଜୋହନ। ଦେଖନ୍ତୁ 3 ପଦରେ ଯୀଶୁ କହୁଛନ୍ତି, ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ହାଲେଲୁୟା। ଆମେ ଚତୁର୍ଥ ବିଷୟ ଦେଖିବା, କେବଳ ବାପ୍ତିଜିତ ହେଲେ ହେବ ନାହିଁ, ବାପ୍ତିଜିତ ହେଲା ପରେ ଆମେ ପ୍ରଭୁ ଭୋଜରେ ମଧ୍ୟ
ଅଂଶୀ ହେବାର ଅଛି। ତ ଚତୁର୍ଥ ବିଷୟ ହେଉଛି ଯେ ପ୍ରଭୁ ଭୋଜରେ ଅଂଶୀ ହୁଏ ସେ ପରିତ୍ରାଣ ପାଇବ। ବାହାର କରନ୍ତୁ ଟିକେ ଯୋହନ ଲିଖିତ ସମାଚାର, ସେହି ଯୋହନ 6 ପର୍ବ 53 ପଦରୁ ପଢ଼ନ୍ତୁ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭମାନଙ୍କ ଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ହାଲେଲୁୟା। ହାଲେଲୁୟା। ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ତୁମ୍ଭମାନଙ୍କ ଠାରେ ଜୀବନ ନାହିଁ। ଯେତେବେଳେ ଏହି କଥା ଯୀଶୁ କହିଲେ, ଲୋକମାନେ ବାକ୍ ଯୁଦ୍ଧ କରିକି କହୁଥିଲେ, ଇଏ ନିଜର ମାଂସ କିପରି ଆମ୍ଭମାନଙ୍କୁ ଖାଇବାକୁ ଦେବ, ଇଏ ନିଜର ରକ୍ତ ଆମ୍ଭମାନଙ୍କୁ କିପରି ପିଇବାକୁ ଦେବ। ଲୋକମାନେ ସେହି ସମୟରେ ବାକ୍ ଯୁଦ୍ଧ କରୁଥିଲେ, ଇଏ କି କଥା କହୁଛି, ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟ ନିଜର ରକ୍ତ ବିଷୟରେ, ନିଜର ରକ୍ତକୁ ଏମିତି କାଢ଼ିକି ନିଜର ମାଂସକୁ କାଢ଼ିକି ଖାଇବା ବିଷୟରେ କହୁନଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହା କହିବା ପାଇଁ ଚାହୁଁଥିଲେ, ଯୋଉଟାକି ପ୍ରଭୁ ଭୋଜ ବୋଲି ଆମ୍ଭେମାନେ କହୁ, ଯୋଉଟା ଆମ୍ଭେମାନେ ରୁଟିକୁ ଅଂଶୀ ହଉ, ରୁଟିରେ ଅଂଶୀ ହଉ, ସେଟାକୁ ଯୀଶୁ ଖ୍ରୀଷ୍ଟଙ୍କର ଶରୀରକୁ ନିଦର୍ଶନ କରେ। ଆଉ ଆମେ ଯୋଉଟା ଦ୍ରାକ୍ଷ ରସ ପିଉଛୁ, ଅଙ୍ଗୁର ରସ ପିଉଛୁ, ସେଟା ଯୀଶୁ ଖ୍ରୀଷ୍ଟଙ୍କର ରକ୍ତକୁ ସୂଚାଏ। ହାଲେଲୁୟା। ହାଲେଲୁୟା। ତ ସେହି ବିଷୟକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଠି କହୁଛନ୍ତି 53 ପଦରେ, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମ୍ଭମାନଙ୍କ ଠାରେ ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପାଇବ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି, ଅର୍ଥାତ୍ ଉଠେଇବି ତାହାଙ୍କୁ। ହାଲେଲୁୟା। ତ ଆମ୍ଭେମାନେ ଚତୁର୍ଥ ବିଷୟ ଦେଖିଲୁ, ପ୍ରଭୁ ଭୋଜରେ ଯିଏ ଅଂଶୀ ହୁଏ, ପ୍ରଭୁ ଭୋଜରେ ଯିଏ ଅଂଶୀ ହେଉଥିବ ସେହି ବ୍ୟକ୍ତି ହିଁ ଅନନ୍ତ ଜୀବନ ପାଇବ। ପ୍ରେଜ୍ ଦ ଲର୍ଡ। ତ ଅନେକ ଲୋକମାନେ ଏମିତି ଲୋକ ଅଛନ୍ତି, ପ୍ରଭୁ ଭୋଜ ରଖା ହେଇଥିବ କିନ୍ତୁ ସେମାନେ ସୁବିଧା ହେଲେ ଯିବି ନହେଲେ ନାଇଁ ଏମିତି ଭାବନ୍ତି। ଯୀଶୁଖ୍ରୀଷ୍ଟ କହିନାହାନ୍ତି କି ହଁ ତମେ ସମୟ ପାଇଲେ ପ୍ରଭୁ ଭୋଜରେ ଅଂଶୀ ହୁଅ, ନହେଲେ ନାଇଁ, ତୁମର ସୁବିଧା ଦେଖ, ସେମିତି କହିନାହାନ୍ତି, ଏହା କର ବୋଲିକି ଲେଖିଛନ୍ତି। ହାଲେଲୁୟା। ସେଟା ନିହାତି କରି ଆବଶ୍ୟକ, ତା ବୋଲି ନୁହେଁ ଯେ ଯେମିତି ମାନେ ଜୀବନ ଯାପନ କରୁଥିବ ଜାଗତିକ ଅନୁସାରେ ତାପରେ ପ୍ରଭୁ ଭୋଜରେ ଅଂଶୀ ହେବ, ସେମିତି ନାହିଁ। ନିଜକୁ ପ୍ରସ୍ତୁତର ସହିତ ପ୍ରଭୁ ଭୋଜରେ ଅଂଶୀ ହେବା ଆବଶ୍ୟକ। ପ୍ରେଜ୍ ଦ ଲର୍ଡ। ତ ଆମ୍ଭେମାନେ ଆଗକୁ ଯିବା, ପଞ୍ଚମ ବିଷୟ ଦେଖିବା, ମାଥ୍ୟୁ 10 ପର୍ବ 22 ପଦ ପଢ଼ିବା। ମାଥ୍ୟୁ 10 ପର୍ବ 22 ପଦ 21-22। ଭ୍ରାତା ଭ୍ରାତାକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ହାଲେଲୁୟା। ହାଲେଲୁୟା। ଲେଖାଯାଏ, ମୋହର ନାମ ସକାଶେ ଯେତେବେଳେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ନାମ ଧରିବ, ସେହି ସମୟରେ ଅନେକ ଲୋକମାନେ ତୁମ୍ଭମାନଙ୍କୁ ତାଡ଼ନା କରିବେ, ନିନ୍ଦା କରିବେ, ଅପମାନ କରିବେ। ସେହି ସମୟରେ ଅନେକ ଲୋକମାନେ ପଛକୁ ଫେରିଯିବେ, ଅନେକ ଲୋକମାନେ ପଛ ଘୁଞ୍ଚା ହେଇଯିବେ, ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବେ। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, 20 ବର୍ଷ ନୁହେଁ କି 10 ବର୍ଷ ନୁହେଁ, ଯେତେ ଦିନ ପର୍ଯ୍ୟନ୍ତ ଏହି ଜଗତରେ ଅଛ, ଯେତେ ଦିନ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆସିବାର ବିଳମ୍ବ ଅଛି, ବା ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ଧୈର୍ଯ୍ୟର ସହିତ ରହିଲେ ହିଁ ତୁମ୍ଭେମାନେ ପରିତ୍ରାଣ ପାଇବ। ସେହି ବିଷୟକୁ ଏଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ଖ୍ରୀଷ୍ଟାନ ହେଇକି ଅଳ୍ପ ସମୟ ଧୈର୍ଯ୍ୟ ଧରି ରହିବ, ତାଡ଼ନା ଆସୁଥିଲେ ପଛକୁ ଫେରୁଥିବ, ବିଭିନ୍ନ ପ୍ରକାର ଧନ ସମ୍ପତ୍ତିର ପ୍ରଲୋଭନ ଆସିବ, ଦିମା ପରି ପଛକୁ ଫେରି ଯାଉଥିବ, ସେ ବ୍ୟକ୍ତି ପରିତ୍ରାଣ ପାଇବ ନାହିଁ। କିନ୍ତୁ ଲେଖାଯାଏ, ଯିଏ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ହିଁ ପରିତ୍ରାଣ ପାଇବ। ହାଲେଲୁୟା। ତ ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, ସେଥିପାଇଁ ମୁଁ ଆଉ ଥରେ କହୁଛି, ଆମକୁ ଆଗାମୀ ଦିନରେ ଅନେକ ତାଡ଼ନା ଆସିପାରେ, ଅନେକ ଲୋକମାନେ ଆମକୁ ନିନ୍ଦା କରିପାରନ୍ତି, ଆମକୁ କହିପାରନ୍ତି କି ତୁମେ
ଯୀଶୁଙ୍କୁ ଛାଡ଼ ନହେଲେ ତୁମକୁ ମାରିଦେବୁ। ସେହି ସମୟରେ ଆମ୍ଭେମାନେ ଧୈର୍ଯ୍ୟର ସହିତ କହିବାର ଅଛି କି ମୁଁ କେବେ ଛାଡ଼ିବି ନାହିଁ। କାହିଁକି ନା ବାକ୍ୟରେ ଲେଖାଯାଏ ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ନାହିଁ, ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁନାହିଁ ବୋଲିକି କହିବ, ତାହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ସାକ୍ଷାତରେ ତାହାଙ୍କୁ ଅସ୍ୱୀକାର କରିବେ। ସେଥିପାଇଁ ଆମ୍ଭେମାନେ ତାଡ଼ନା ଆସିଲେ ଆସୁ, ଦୁଃଖ ଆସିଲେ ଆସୁ, ଆମ୍ଭେମାନେ ଯୀଶୁଙ୍କୁ କେବେ ମଧ୍ୟ ଅସ୍ୱୀକାର କରିବା ନାହିଁ। ଆମେ ଧୈର୍ଯ୍ୟର ସହିତ ରହିବା। ଆପଣମାନେ ଦେଖିଥିବେ ଅନେକ ମଣ୍ଡଳୀରେ ମାନେ ପ୍ରଥମେ ବହୁତ ଲୋକମାନେ ଯାଉଥାନ୍ତି, କିନ୍ତୁ ତାଡ଼ନା ସମୟରେ ପଛକୁ ଫେରି ଯାଆନ୍ତି। ଆମେ ଯଦି ବାଇବଲରେ ଦେଖିବା, ବାଇବଲରେ ମଧ୍ୟ ଉଦାହରଣ ଅଛି। ଆଉ ଯେତେବେଳେ କି ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ପଛରେ ଯାଉଥିଲେ, ଆଉ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ମାରିବା ପାଇଁ, ତାହାଙ୍କୁ ପ୍ରହାର କରିବା ପାଇଁ ତାହାଙ୍କୁ ବାନ୍ଧିକି ନେଉଛନ୍ତି, ଲୋକମାନେ ପଳେଇ ଯାଉଛନ୍ତି। ଏହିପରି ଅନେକ ଲୋକମାନେ ପଳେଇ ଯିବେ। ତ ଆମେ ଧୈର୍ଯ୍ୟର ସହିତ ରହିବା ଆବଶ୍ୟକ। ପ୍ରେଜ୍ ଦ ଲର୍ଡ। ତ ଆଉ ଗୋଟେ ବିଷୟ ମୁଁ କେବଳ କହିବି। ଷଷ୍ଠ ବିଷୟ ହେଲା ଆମ୍ଭେମାନେ ପବିତ୍ର ଆତ୍ମାକୁ ପ୍ରାପ୍ତ ହେଇଥିବା ଦରକାର। ଆମେ ଯଦି ପବିତ୍ର ଆତ୍ମାକୁ ପ୍ରାପ୍ତ ହେଇନାହୁଁ, ତାହେଲେ ଅନନ୍ତ ଜୀବନ ପାଇ ପାରିବା ନାହିଁ। ଆମେ ଗୋଟେ ପଦ ପଢିବା, 8 ପର୍ବ, ରୋମିଓ 8 ପର୍ବ 11ରେ ଲେଖା ଅଛି, 8:11, ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ଯଦି, ଅର୍ଥାତ୍ ପବିତ୍ର ଆତ୍ମା ଯଦି ତୁମ୍ଭମାନଙ୍କ ଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମ୍ଭମାନଙ୍କ ଠାରେ ବାସ କରୁଥିବା ଆପଣା ଆତ୍ମାଙ୍କ ଦ୍ୱାରା ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ହାଲେଲୁୟା। ତା ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପବିତ୍ର ଆତ୍ମା ଉଠେଇଲେ। ସେହି ପବିତ୍ର ଆତ୍ମା ଯଦି ଆମ୍ଭମାନଙ୍କ ଠାରେ ବାସ କରୁଛି, ଆମ୍ଭମାନଙ୍କ ଠାରେ ଅଛି, ତାହେଲେ ପୁନରୁତ୍ଥିତ ସମୟରେ ସେ ମଧ୍ୟ ଆମ୍ଭମାନଙ୍କୁ ଉଠେଇବେ। ହାଲେଲୁୟା। ଆମ୍ଭେମାନେ ଯଦି ପବିତ୍ର ଆତ୍ମା ପାଇଛୁ, ତାହେଲେ ସେ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ପୁନରୁତ୍ଥିତ କରିବେ। ପ୍ରେଜ୍ ଦ ଲର୍ଡ। ତ ପ୍ରଭୁ ଆଜି ଏହି ଛୋଟ ବାକ୍ୟ ଦ୍ୱାରା ଆମକୁ ଆଶୀର୍ବାଦ କରନ୍ତୁ। ଆମେ କେବେ ହେଲେ ଦେଖିବା ଏହି ଦୁଇଟି ବିଷୟ, ଧୈର୍ଯ୍ୟ ଆଉ ପବିତ୍ର ଆତ୍ମା ବିଷୟରେ। ହାଲେଲୁୟା। ତ କାହିଁକି ପବିତ୍ର ଆତ୍ମା ପ୍ରାପ୍ତ ନହେଲେ ସ୍ୱର୍ଗ ରାଜ୍ୟ ଯାଇପାରିବ ନାହିଁ? ତ ପବିତ୍ର ଆତ୍ମା ପ୍ରାପ୍ତ ହୋଇଥିବା ବ୍ୟକ୍ତିର ଚିହ୍ନ କ'ଣ ବା ତାଙ୍କର ଗୁଣ ଗୁଡ଼ିକ କ'ଣ? ଅନେକ ବିଷୟ ଅଛି, ସେ ବିଷୟକୁ ମୁଁ ଆଜି ବ୍ୟାଖ୍ୟା କରୁନାହିଁ। କେବଳ ଏତିକି ଜାଣନ୍ତୁ, ଧୈର୍ଯ୍ୟ ହେଲା ପଞ୍ଚମ ବିଷୟ, ତାପରେ ପବିତ୍ର ଆତ୍ମା ପ୍ରାପ୍ତ ହେବା ଷଷ୍ଠ ବିଷୟ। ପ୍ରଭୁ ଏ ଛୋଟ ବାକ୍ୟ ଦ୍ୱାରା ଆମକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।